ନମସ୍କାର ଦର୍ଶକ ବନ୍ଧୁ। ଆସୁଛି ଶ୍ରାବଣ ମାସ 2025 ମସିହାରେ। ଶ୍ରାବଣ ମାସ କେତେ ତାରିଖରୁ ଆରମ୍ଭ ହେଉଛି? ଯେଉଁମାନେ ଏହି ମାସରୁ ବ୍ରତ ପାଳନ କରିବେ, ଯେଉଁମାନେ ଏହି ମାସରୁ ବୋଲବମ୍ କରିବେ, କେତେ ତାରିଖରୁ ପାଳନ କରିବେ, କେତେ ତାରିଖ ଏବଂ ଏହି ବର୍ଷ 2025 ମସିହାରେ ମୋଟ କେତୋଟି ଶ୍ରାବଣ ମାସ ପଡ଼ିବ? ଏହା ବ୍ୟତୀତ ଶ୍ରାବଣ ମାସରେ କେଉଁ ସବୁ କର୍ମ କରିବା ଅନୁଚିତ ଏବଂ ଶ୍ରାବଣ ମାସରେ କେଉଁ ସବୁ ପରିବା ଖାଇବା ନିଷେଧ? ସବୁଠାରୁ ବଡ଼ କଥା ହେଉଛି ଯେଉଁ ଦିନଠାରୁ ଶ୍ରାବଣ ମାସ ପଡ଼ୁଛି ବା ଯେଉଁ ଦିନରୁ ଆରମ୍ଭ ହେବ ସେହି ଦିନଠୁ କେଉଁ ସବୁ ପରିବା ଖାଇବେ ନାହିଁ, ଖାଇବା ଅନୁଚିତ ଅଟେ। ଏହି ସବୁ ଗୁଡ଼ିକ ବିଷୟରେ ଜାଣିବା ପାଇଁ ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ଦର୍ଶକ ବନ୍ଧୁ, ଶ୍ରାବଣ ମାସ ଆରମ୍ଭ କେବେଠାରୁ ହୋଇଥାଏ? ଆପଣମାନେ ଜାଣିଥିବେ ଯେ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପରଦିନଠାରୁ ଶ୍ରାବଣ ମାସ ଆରମ୍ଭ ହୋଇଥାଏ। ରାକ୍ଷୀ ପୂର୍ଣ୍ଣିମା ଯାଏ ଶ୍ରାବଣ ମାସ ରହିଥାଏ। ଗୁରୁ ପୂର୍ଣ୍ଣିମା ଠାରୁ ରାକ୍ଷୀ ପୂର୍ଣ୍ଣିମା ଯାଏ ଶ୍ରାବଣ ମାସ ରହିଥାଏ। ତେବେ ବନ୍ଧୁଗଣ, ଜୁଲାଇ 10 ତାରିଖ ଦିନଠାରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ପଡ଼ୁଛି। ତେବେ 11 ତାରିଖ ଠାରୁ ଶ୍ରାବଣ ମାସ ପଡ଼ୁଛି। 11 ତାରିଖ ଠାରୁ ଶ୍ରାବଣ ମାସର ବ୍ରତ ଆରମ୍ଭ ହେବ। ଯେଉଁମାନେ ଶ୍ରାବଣ ମାସର ବ୍ରତ ଆରମ୍ଭ କରିବେ ବା ବୋଲବମ୍ ଆରମ୍ଭ କରିବେ, ସେମାନେ ଜୁଲାଇ ମାସ 11 ତାରିଖ ଠାରୁ ଆରମ୍ଭ କରିପାରିବେ। ଏହି ଦିନଠାରୁ ଆପଣଙ୍କୁ କିଛି ନିୟମ ପାଳନ କରିବାକୁ ପଡ଼ିବ। ତେବେ ଜୁଲାଇ ମାସ 11 ତାରିଖ ଶୁକ୍ରବାର ଦିନଠାରୁ ଆରମ୍ଭ ହେଉଛି ଶ୍ରାବଣ ମାସ ଏବଂ ଅଗଷ୍ଟ ମାସ 9 ତାରିଖ ଦିନ ଶନିବାର ସମାପ୍ତ ହେଉଛି। ତେବେ ଏହି 2025 ମସିହାରେ 4ଟି ସୋମବାର ପଡ଼ୁଛି। ତେବେ ପ୍ରଥମ ପାଳିଟି ହେଉଛି ଜୁଲାଇ 14 ତାରିଖ ଏବଂ ଦ୍ୱିତୀୟ ପାଳିଟି ହେଉଛି 21 ତାରିଖ, ତୃତୀୟ ପାଳିଟି ହେଉଛି 28 ତାରିଖ ଏବଂ ଚତୁର୍ଥ ପାଳିଟି ହେଉଛି ଅଗଷ୍ଟ 4 ତାରିଖ ଦିନ। ଆପଣ ଶିବଙ୍କୁ ଜଳାଭିଷେକ କରିପାରିବେ। ଅଗଷ୍ଟ ମାସର 4 ତାରିଖ ଯେଉଁ ସୋମବାର ପଡ଼ୁଛି, ଶ୍ରାବଣ ମାସର ଶେଷ ସୋମବାର, କିନ୍ତୁ ଅଗଷ୍ଟ ମାସର 9 ତାରିଖ ଦିନଟା ହେଉଛି ଶ୍ରାବଣ ମାସର ଶେଷ ଦିନ। ଏବେ ଜାଣିବା ଯେଉଁ ଦିନଠାରୁ ଶ୍ରାବଣ ମାସ ଆରମ୍ଭ ହେବ। ଭୁଲରେ ମଧ୍ୟ ଏହି ଜିନିଷ ଗୁଡ଼ା ଖାଇବେ ନାହିଁ। ଯଦି ଆପଣ ଏହି ଜିନିଷ ଗୁଡ଼ା ଖାଇ ଦେଉଛନ୍ତି ତ ଆପଣଙ୍କର ବ୍ରତ ବିଫଳ ହେବା, ବ୍ରତରେ କିଛି ମାନେ ରହିବ ନାହିଁ। ଆପଣଙ୍କ ବ୍ରତ କରିବାର କୌଣସି ଫଳପ୍ରାପ୍ତି ହେବ ନାହିଁ। ବିଧି ଅନୁସାରେ ଏହି ଦିନ ବା ଏହି ମାସରେ, ଶ୍ରାବଣ ମାସରେ ପାଣି କଖାରୁ ଖାଇବେ ନାହିଁ। ଏହା ବ୍ୟତୀତ ଯେଉଁଦିନ ଶ୍ରାବଣ ମାସର ଶେଷ ହେବ, ଏବେ ଜାଣିବା ଶ୍ରାବଣ ମାସରେ କେଉଁ କାର୍ଯ୍ୟ କରିବେ ନାହିଁ। ଯେଉଁ ଦିନଠାରୁ ଶ୍ରାବଣ ମାସ ଆରମ୍ଭ ହେବ, ଅର୍ଥାତ୍ ଯେଉଁ ଦିନଠାରୁ ଶ୍ରାବଣ ମାସର ବ୍ରତ ପାଳନ କରିବେ, ତା ପୂର୍ବରୁ ହିଁ ଆପଣ ଚୁଟି ଏବଂ ଦାଢ଼ିକୁ କାଟିଦେବେ। କାରଣ ଯେଉଁମାନେ ବ୍ରତ ପାଳନ କରିଥାନ୍ତି ଶ୍ରାବଣ ମାସରେ, ସେମାନେ ଚୁଟି, ଦାଢ଼ି, ନଖ କାଟିବା ନିଷେଧ ଅଟେ। ସମ୍ପୂର୍ଣ୍ଣ ଶ୍ରାବଣ ମାସ ସାରା ଆପଣଙ୍କୁ ଏହି ନିୟମ ପାଳନ କରିବାକୁ ପଡ଼ିବ। ଏହା ବ୍ୟତୀତ ଯେଉଁମାନେ ଶ୍ରାବଣ ମାସର ବ୍ରତ ପାଳନ କରିଥାନ୍ତି, ବୋଲବମ୍ ଯାଇଥାନ୍ତି, ସେମାନେ ମାସ ସାରା ଜୋତା ପିନ୍ଧିବା ମଧ୍ୟ ନିଷେଧ ଅଟେ। ଖାଲି ପାଦ ଚାଲିବାକୁ ପଡ଼ିଥାଏ। ଯେଉଁମାନେ ଶ୍ରାବଣ ମାସର ବ୍ରତ ପାଳନ କରିଥାନ୍ତି, ସେମାନେ ଖଟରେ, ଶେଯରେ ଶୋଇବା ମଧ୍ୟ ନିଷେଧ ଅଟେ। ସେମାନେ ଭୂମିରେ ଶୋଇବାର ଶାସ୍ତ୍ରରେ ଉଲ୍ଲେଖ ଅଛି। ଯେଉଁମାନେ ବିବାହିତା ଅଛନ୍ତି ଏବଂ ବ୍ରତ ପାଳନ କରୁଛନ୍ତି, ସେମାନେ ମଧ୍ୟ ବ୍ରହ୍ମଚାର୍ଯ୍ୟ ବ୍ରତ ପାଳନ କରିବା ଉଚିତ। ଅର୍ଥାତ୍ ଶାରୀରିକ ସମ୍ପର୍କଠାରୁ ଦୂରେଇ ରହିବା ଉଚିତ ଏବଂ ଆପଣ ପିଆଜ, ରସୁଣ, ଆମିଷଠାରୁ ଦୂରେଇ ରହିବା ଉଚିତ। ଏହି ମାସରେ ଆପଣ ସାତ୍ତ୍ୱିକ ଭୋଜନ ଗ୍ରହଣ କରିବେ ଏବଂ ଏହା ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ କଟୁ କଥା, ରାଗି କଥା, ମିଥ୍ୟା କହିବା, ଏହିସବୁ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ।
ଆପଣ କୌଣସି ପଶୁପକ୍ଷୀ ମଧ୍ୟ କଷ୍ଟ ଦେବା ଉଚିତ ନୁହେଁ, କାରଣ ଶିବଙ୍କୁ ପଶୁପକ୍ଷୀ ବୋଲି ମଧ୍ୟ କୁହାଯାଏ। ତାହେଲେ ଆପଣ ଯଦି କୌଣସି ପଶୁପକ୍ଷୀକୁ ଯଦି କଷ୍ଟ ଦେଉଛନ୍ତି, ସ୍ୱୟଂ ଭଗବାନ ଶିବଙ୍କୁ କଷ୍ଟ ଦେଉଥିବା ସହ ସମାନ ହୋଇଥାଏ, ଯାହାର ଅର୍ଥ ହେଉଛି ଆପଣଙ୍କୁ ଆପଣଙ୍କର ବ୍ରତ ପାଳନ କରିବାର କୌଣସି ବି ଫଳ ପ୍ରାପ୍ତି ହେବ ନାହିଁ। ଆପଣଙ୍କୁ ଶିବ ଶଙ୍କରଙ୍କର ଆଶୀର୍ବାଦ ପ୍ରାପ୍ତି ହେବା ବ୍ୟତୀତ ଆପଣ ଶିବ ଶଙ୍କରଙ୍କର କ୍ରୋଧର ଶିକାର ହେବେ ଏବଂ ଶ୍ରାବଣ ମାସରେ ଆପଣ କ୍ଷୀର ମଧ୍ୟ ଖାଇବା ନିଷେଧ ଅଟେ ଏବଂ ପରିବା ମଧ୍ୟରୁ ମୂଳା, ବାଇଗଣ ଏହିସବୁ ଭକ୍ଷଣ କରିବା ମଧ୍ୟ ନିଷେଧ ଅଟେ। ଶ୍ରାବଣ ମାସରେ ଯେଉଁମାନେ ବ୍ରତ ପାଳନ କରୁଛନ୍ତି, କଲରା ମଧ୍ୟ ଖାଇବେ ନିଷେଧ ଅଟେ। ଅଧିକ ମସଲାଯୁକ୍ତ ଖାଦ୍ୟ, ଅଧିକ ମିଠାଯୁକ୍ତ ଖାଦ୍ୟ, ଅଧିକ ଖଟାଯୁକ୍ତ ଖାଦ୍ୟ ଏହିସବୁ ଠାରୁ ମଧ୍ୟ ଆପଣ ଦୂରେଇ ରହିବା ଉଚିତ। ଯେତେ ପାରିବେ ଆପଣ ସାଧା ଖାଇବା ଉଚିତ। ଶ୍ରାବଣ ମାସରେ କେଉଁ ଜିନିଷ କିଣିବା ଉଚିତ ନୁହେଁ, ଛୁରୀ, କଇଁଚି ଏହିସବୁ ଜିନିଷ କିଣିବେ ନାହିଁ। ଯେଉଁମାନେ ଶ୍ରାବଣ ମାସର ବ୍ରତ କରୁଛନ୍ତି, ନିଶ୍ଚିତ ଭାବରେ ଶିବ ଶଙ୍କରଙ୍କୁ ଜଳାଭିଷେକ କରିବାକୁ ମନ୍ଦିର ଯିବେ। ତେବେ ଆପଣମାନେ ଗୋଟିଏ କଥାର ଧ୍ୟାନ ଦେବା ଉଚିତ ଯେ ସୋମବାର ଦିନ କଦାପି ବେଲପତ୍ର ତୋଳିବା ନୁହେଁ, କାରଣ ସୋମବାର ଦିନ ବେଲପତ୍ର ତୋଳିବା ନିଷେଧ ଅଟେ। ଆପଣ ଚାହିଁଲେ ରବିବାର ଠାରୁ ବେଲପତ୍ର ତୋଳିକି ରଖିପାରିବେ। ଆପଣ ରବିବାର ଦିନ ବେଲପତ୍ର ତୋଳିକି ଗୋଟିଏ ପାଣି ପାତ୍ରରେ ବୁଡ଼େଇକି ରଖି ଦିଅନ୍ତୁ, ଯାହା ଫଳରେ ବେଲପତ୍ର ଗୁଡ଼ିକ ସତେଜ ରହିବ। ତା ପରଦିନ ଆପଣ ସେହି ବେଲପତ୍ର ଗୁଡ଼ିକୁ ନେଇ ଶିବ ମନ୍ଦିରରେ ଅର୍ପଣ କରିପାରିବେ। ବନ୍ଧୁମାନେ, ଆପଣ ଜାଣିବା ଉଚିତ ଯେ ବେଲପତ୍ର ଅର୍ପଣ କରିବାର ମଧ୍ୟ କିଛି ନିୟମ ରହିଛି। ବିଧିପୂର୍ବକ ଯେପରି ଯଦି ଆପଣ ବେଲପତ୍ର ଚଢ଼ାନ୍ତି ତ ଶିବ ଶଙ୍କର ଅତ୍ୟନ୍ତ ପ୍ରସନ୍ନ ହେବେ। ତେବେ ଆପଣ ଯେତେବେଳେ ବି ବେଲପତ୍ର ଚଢ଼ାଉଛନ୍ତି ତ ସବୁବେଳେ ନିଖୁଣ ବେଲପତ୍ର ଚଢ଼ାନ୍ତି। ସେହି ବେଲପତ୍ରରେ ଯେମିତି ଚିରା ଫଟା ନଥିବ, ସେଥିପ୍ରତି ଟିକେ ଧ୍ୟାନ ଦେବେ, କାରଣ ଶିବ ଶଙ୍କରଙ୍କୁ କୌଣସି ବି ଖଣ୍ଡିତ ଜିନିଷ ଭଲ ଲାଗେନି। ବେଲପତ୍ର ଚଢ଼ାଇବା ପୂର୍ବରୁ ଭଲକି ଧୋଇକି ସଫା କରି ରଖିବେ। ବେଲପତ୍ର ଚଢ଼ାଇବା ସମୟରେ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରି ଚଢ଼ାଇବା ଉଚିତ ଏବଂ ଆପଣ ବେଲପତ୍ର ଚଢ଼ାଇବା ସମୟରେ ହାତର ଅନାମିକା ଏବଂ ବୁଢ଼ା ଆଙ୍ଗୁଠିରେ ଶିବ ଶଙ୍କରଙ୍କୁ ବେଲପତ୍ର ଚଢ଼ାଇବା ଉଚିତ। ମନେ ରଖନ୍ତୁ, ବେଲପତ୍ର ଚଢ଼ାଇବା ସମୟରେ ଜଳ ମଧ୍ୟ ଅର୍ପଣ କରିବେ ଏବଂ ଯଦି ଆପଣ ବେଲପତ୍ରରେ ଚନ୍ଦନରେ ବା କେଶରେ ଓମ୍ ଲେଖି ଦେଇକି ବେଲପତ୍ରଟି ଚଢ଼ାଉଛନ୍ତି, ଅଧିକ ଶୁଭ ଏବଂ ଆପଣଙ୍କର ଶୀଘ୍ର ମନସ୍କାମନା ପୁରା ହୋଇଥାଏ। ବେଲପତ୍ର ସବୁବେଳେ ବିଷମ ସଂଖ୍ୟାରେ ବେଲପତ୍ର ଚଢ଼ାଇବା ଉଚିତ, ଯେମିତି 3, 5, 7, 11, 21 ଏହିଭଳି ସଂଖ୍ୟାରେ ବେଲପତ୍ର ଆପଣ ଚଢ଼ାଇବା ଉଚିତ। ତେବେ ଆପଣ ଯଦି ଶ୍ରାବଣ ମାସରେ ସୋମବାର ଦିନ 108ଟି ବେଲପତ୍ର ଯଦି ଚଢ଼ାଇବେ ତ ଶୁଭ ଫଳ ତାହା ପ୍ରଦାନ କରିଥାଏ। ମନେ ରଖନ୍ତୁ, ଶିବଲିଙ୍ଗରେ ପ୍ରଥମରେ ଜଳ ଅର୍ପଣ କରିବେ, ତାପରେ ଆପଣ ବେଲପତ୍ର ଚଢ଼ାଇ ପାରିବେ। ବେଲପତ୍ର ଚଢ଼ାଇବା ସମୟରେ ସବୁବେଳେ ସକାରାତ୍ମକ ଚିନ୍ତାଧାରା ରଖିବା ଉଚିତ, ଯାହା ଫଳରେ ଆପଣଙ୍କର ମନସ୍କାମନା ଶୀଘ୍ର ପୂରା ହେବ ଏବଂ ପ୍ରଭୁ ମହେଶ୍ୱରଙ୍କର କୃପା ମଧ୍ୟ ପ୍ରାପ୍ତି ହେବ। ମନେ ରଖନ୍ତୁ, ଚତୁର୍ଥ, ଅଷ୍ଟମୀ, ନବମୀ, ଅମାବାସ୍ୟା, ଚତୁର୍ଦ୍ଦଶ ଏବଂ ସଂକ୍ରାନ୍ତି ଦିନ ବେଲପତ୍ର ଚଢ଼ାଇବା ଉଚିତ ନୁହେଁ। ଆପଣ ଗୋଟିଏ ଜିନିଷ ଲକ୍ଷ୍ୟ କରିଥିବେ ଯେ ସେମାନେ ପ୍ରାୟତଃ ପ୍ଲାଷ୍ଟିକ ଡବାରେ ଜଳ ନେଇକି ଯାଇଥାନ୍ତି ଏବଂ ଶୁଖିଲା ଲୁଗାରେ ଜଳ ଅର୍ପଣ କରିଥାନ୍ତି। ଭୁଲରେ ମଧ୍ୟ ଏହିପରି ଭୁଲ କରିବେନି। ଆପଣ ଭୁଲରେ ବି ପ୍ଲାଷ୍ଟିକ ଡବାରେ ଆପଣ କେବେ ବି ଜଳ ଅର୍ପଣ କରିବେ ନାହିଁ। ଶ୍ରାବଣ ମାସର ନିୟମ ହେଉଛି ଆପଣ ଯେତେବେଳେ ଜଳ ଅର୍ପଣ କରିବାକୁ ମନ୍ଦିର ଯିବେ,
ପାଦରେ ଚାଲି ଚାଲି ଜଳ ଅର୍ପଣ କରିବାକୁ ମନ୍ଦିର ଯିବେ, ସେତେବେଳେ ସାଙ୍ଗରେ ଗୋଟିଏ ତମ୍ବା ବା ପିତ୍ତଳର ପାତ୍ର ନେବେ ଆବଶ୍ୟକ। ତାପରେ ଗୋଟିଏ ପୁଷ୍କରିଣୀରେ ମୁଣ୍ଡ ବୁଡ଼େଇକି ଧୋଇକି ପାଣି ଉଠାଇ ନେଇ ପ୍ରଭୁ ଶିବ ଶଙ୍କରଙ୍କର ଉପରେ ଜଳାଭିଷେକ କରିବା ଉଚିତ। ମନେ ରଖନ୍ତୁ, ଶ୍ରାବଣ ମାସରେ ଯେଉଁ ସବୁ ନିୟମ ରହିଛି ସେହି ସବୁ ନିୟମ ପାଳନ କରନ୍ତି ତ ଆପଣଙ୍କୁ ପ୍ରଭୁ ଶିବ ଶଙ୍କରଙ୍କର ଆଶୀର୍ବାଦ ପ୍ରାପ୍ତି ହେବ। ମହାଦେବ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି। ଯଦି ଆପଣଙ୍କ ଇଚ୍ଛା ମୁତାବକ ଯାହା ଇଚ୍ଛା କରିଥାନ୍ତି ତ ମହାଦେବଙ୍କର କ୍ରୋଧର ଶିକାର ହୋଇପାରନ୍ତି। ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି। ଆପଣଙ୍କ ଆଶୀର୍ବାଦ ପ୍ରାପ୍ତି ବଦଳରେ ମହାଦେବଙ୍କର କ୍ରୋଧର ଶିକାର ହୋଇପାରନ୍ତି। ଯଦି ଆପଣ ଶ୍ରାବଣ ମାସରେ ବୋଲବମ୍ ଯାଉଛନ୍ତି ଏବଂ ବ୍ରତ ପାଳନ କରୁଛନ୍ତି ତ ଆପଣ ଅନ୍ୟ କାହାର ଘରେ ଖାଦ୍ୟ ଗ୍ରହଣ କରିବେ ନାହିଁ। ଆପଣ ମନ୍ଦିରରେ ପ୍ରସାଦ ଗ୍ରହଣ କରିପାରିବେ। ଦର୍ଶକ ବନ୍ଧୁ, ଆପଣ ଯଦି ଘରେ ରହି ବ୍ରତ ପାଳନ କରୁଛନ୍ତି ତ କୌଣସି କାରଣ ବ୍ୟତୀତ ଆପଣ ମନ୍ଦିରକୁ ଯାଇପାରିବେନି ଜଳାଭିଷେକ ପାଇଁ। ତେବେ ଆପଣ ଅନ୍ୟ ସବୁ ବ୍ରତର ନିୟମଗୁଡ଼ିକ ପାଳନ କରିପାରିବେ। ଏବଂ ଯେଉଁମାନେ ସୋମବାର ବ୍ରତର ପାଳନ କରୁଛନ୍ତି ସେମାନେ ଦିନରେ ଗୋଟିଏ ଥର ହିଁ ଭୋଜନ ଗ୍ରହଣ କରିବା ଉଚିତ। ସେମାନେ ଫଳମୂଳ ଗ୍ରହଣ କରିପାରିବେ ଏବଂ ଦିନରେ ଗୋଟିଏ ଥର ହିଁ ଖାଦ୍ୟ ଗ୍ରହଣ କରିପାରିବେ। ଏବଂ ଯେଉଁମାନେ ସୋମବାର ବ୍ରତ ପାଳନ କରୁଛନ୍ତି ପ୍ରଥମେ ଶିବ ଶଙ୍କରଙ୍କର ପାଦୁକା ଏବଂ ବେଲପତ୍ର ଗ୍ରହଣ କରନ୍ତୁ। ପାଦୁକାକୁ ମୁଣ୍ଡରେ ମାରିବେ ଏବଂ ବେଲପତ୍ରକୁ ସେବନ କରିବେ। କଥାରେ ରହିଛି, ବିଷ୍ଣୁ ପାଦୁକା ମୁଣ୍ଡରେ, ଶିବ ପାଦୁକା ମୁଣ୍ଡରେ ଏବଂ ଶିବଙ୍କ ପାଦୁକାକୁ ଆପଣ ମୁଣ୍ଡରେ ମାରିବା ଉଚିତ ଏବଂ ବେଲପତ୍ରକୁ ଆପଣ ସେବନ କରିପାରିବେ। ଶ୍ରାବଣ ମାସର ବ୍ରତ ଆପଣ କରୁଥିଲେ ଏହା ମନେ ରଖିବା ଉଚିତ ଯେ ମାସ ସାରା ଆପଣ ଝଗଡ଼ା ଝାଣ୍ଟିଠାରୁ ଦୂରେଇକି ରହିବେ। ଯେତେ ପାରିବେ ଆପଣ ଶାନ୍ତିରେ ମନୋଭାବରେ ରହିବା ଉଚିତ। ଭୁଲରେ ବି ଆପଣ ଅନ୍ୟ କାହାର ଅମଙ୍ଗଳ ଚେଷ୍ଟା କରନ୍ତୁ ନାହିଁ କି କାହାର କ୍ଷତି କରିବାକୁ ଚେଷ୍ଟା କରନ୍ତୁନି। ଅନ୍ୟ କାହାକୁ କ୍ଷତି ପହଞ୍ଚାଇବା କଷ୍ଟ ହେବା ଭଳି ବାକ୍ୟ, କଟୁ ବାକ୍ୟ ବ୍ୟବହାର କରନ୍ତୁ ନାହିଁ। ଆଉ କାହା କିଛି କ୍ଷତି ହେଲା ଭଳି କିଛି କୁହନ୍ତୁ ନାହିଁ, ନଚେତ୍ ଆପଣଙ୍କୁ କୌଣସି ବି ଫଳପ୍ରାପ୍ତି ହେବ ନାହିଁ। ଯେଉଁମାନେ ଷୋହଳ ସୋମବାର ବ୍ରତ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନେ ଏହି ଶ୍ରାବଣ ମାସରୁ ବ୍ରତ ଆରମ୍ଭ କରିପାରିବେ। ଶୁଭ ଫଳ ପ୍ରାପ୍ତି ହେବ। ତେବେ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ। ହର ହର ମହାଦେବ।